ओम नमः शिवाय मोर स्नेहर छात्र छात्री माने दीपुसर ज्ञान दे यूट्यूब चैनल को स्वागत करुछि। আজি ପିଲାମାନେ ମୋ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲାମାନଙ୍କ ପାଇଁ ରାଜନୀତି ବିଜ୍ଞାନର ଗୋଟେ ସୁନ୍ଦର ଭିଡ଼ିଓ ନେଇ ଆସିଛି। ପିଲାମାନେ ଦେଖ 9 ତାରିଖ ଦିନ ଆମର ଫାଇନାଲ ଏକ୍ଜାମ୍ ଅଛି, ତାହାକୁ ଆଖି ଆଗ ରଖି ଆଜି ମୁଁ 80 ମାର୍କର ଗୋଟେ ସୁନ୍ଦର ଭିଡ଼ିଓ ନେଇ ଆସିଛି, ଯାହା ମଧ୍ୟରେ 1 ମାର୍କିଆ ଅଛି, 2 ମାର୍କିଆ ଅଛି, 3 ମାର୍କିଆ ଅଛି ଏବଂ ବଛା ବଛା ଲଙ୍ଗ କ୍ୱେଶ୍ଚନ୍ ଅଛି। ଦେଖିବ ପିଲାମାନେ ଏଇ ଯେଉଁ 80 ମାର୍କର ଯେଉଁ ଭିଡ଼ିଓଟି ବନେଇଛି ଆ ଭିତରେ ବହୁତ କ୍ୱେଶ୍ଚନ୍ ତୁମ ଫାଇନାଲ ଏକ୍ଜାମ୍ ନିଶ୍ଚିତ ଆସିବ। ଏବେ ପିଲାମାନେ ମୁଁ 80 ମାର୍କର ସମ୍ପୂର୍ଣ୍ଣ କ୍ୱେଶ୍ଚନ୍ ଆଲୋଚନା କରୁଛି। ପ୍ରଥମେ 1 ମାର୍କିଆ ଆଲୋଚନା କରିବି, ତାପରେ 2 ମାର୍କିଆ, ତାପରେ 3 ମାର୍କିଆ, ତାପରେ ଲଙ୍ଗ କ୍ୱେଶ୍ଚନ୍। ଦେଖିବ ପିଲାମାନେ ଏଇ ସେଟ୍ ଯେଉଁ ଆଲୋଚନା କରିବି ଆ ଭିତରୁ ବହୁତ କ୍ୱେଶ୍ଚନ୍ ତୁମ ପରୀକ୍ଷାରେ ଆସିବ। 1 ମାର୍କିଆ ପିଲାମାନେ ମୁଁ ଆଲୋଚନା କରି ବୁଝେଇଦେବି, 2 ମାର୍କିଆ ବୁଝେଇଦେବି, 3 ମାର୍କିଆ ବୁଝେଇଦେବି, ଲଙ୍ଗ କ୍ୱେଶ୍ଚନ୍ ମଧ୍ୟ ବୁଝେଇଦେବି। ତେଣୁ 80 ମାର୍କର ଭିଡ଼ିଓ ନେଇକି ଆସିଛି, ଯାହାକି ପରୀକ୍ଷାରେ ଆସିବା ସୁନିଶ୍ଚିତ। ଏବେ ପିଲାମାନେ ଆମେ ପ୍ରଥମ ସେକ୍ସନକୁ ଯିବା। ଗ୍ରୁପ ଏ ରେ ପିଲାମାନେ ଦେଖ 80 ମାର୍କକୁ ସମୟ 3 ଘଣ୍ଟା। ଗ୍ରୁପ ଏ ରେ 21ଟି ଏମସିକ୍ୟୁ ପଡ଼ିବ, ଅପସନ ବାଲା ପଡ଼ିବ। ତେଣୁ ତୁମକୁ କରିବା ପାଇଁ ବହୁତ ଇଜି ହେବ। 4ଟା ଅପସନ ଦେଇଥିବ, ସେଥିରୁ ଆମେ ଉତ୍ତର କରିବା। ପ୍ରଥମ କ୍ୱେଶ୍ଚନ୍ ସେ କହିଛି ଜିଲ୍ଲା ପରିଷଦର ମୁଖ୍ୟ କିଏ ଅଟନ୍ତି? ପିଲାମାନେ ବୁଝେଇ ଦଉଛି ଯେ ଗ୍ରାମାଞ୍ଚଳ ଯୋଉ ସ୍ୱାୟତ୍ତ ଶାସନ ଅଛି ସେଠି 3ଟି ଅଙ୍ଗ ଅଛି। ପ୍ରଥମେ ହେଲା ଗ୍ରାମ ପଞ୍ଚାୟତ, ତାପରେ ହେଲା ପଞ୍ଚାୟତ ସମିତି, ତାପରେ ହେଲା ଜିଲ୍ଲା ପରିଷଦ। ତେଣୁ ଜିଲ୍ଲା ପରିଷଦ ହେଲା ଆମର ସର୍ବୋଚ୍ଚ ସ୍ତର ଗ୍ରାମାଞ୍ଚଳ ମାନଙ୍କରେ। କ୍ୱେଶ୍ଚନ୍ ସେ କହିଛି ଯେ ଜିଲ୍ଲା ପରିଷଦର ମୁଖ୍ୟ କିଏ? ଚେୟାରମ୍ୟାନ, ସଭାପତି, ଜିଲ୍ଲାପାଳ, ଉପଜିଲ୍ଲାପାଳ। ଉତ୍ତର ପିଲାମାନେ ହେଉଛି ଚେୟାରମ୍ୟାନ। ମନେ ରଖିଥାଅ ଯେ ଜିଲ୍ଲା ପରିଷଦକୁ କେତୋଟି ଜୋନରେ ବିଭକ୍ତ କରାଯାଇଥାଏ ଏବଂ ପ୍ରତ୍ୟେକ ଜୋନରୁ ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୁଅନ୍ତି। ସେମାନେ ତାଙ୍କ ଭିତରୁ ଜଣକୁ ଅଧ୍ୟକ୍ଷ ବା ଚେୟାରମ୍ୟାନ ରୂପେ ନିଯୁକ୍ତି କରନ୍ତି। ଦ୍ୱିତୀୟ କ୍ୱେଶ୍ଚନ୍, କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? ପିଲାମାନେ ଦେଖ ଆଗେ ତାଲିକା ମୁଁ ବୁଝେଇ ଦଉଛି ଯେ ଭାରତ ପୃଥିବୀର ଗୋଟେ ବୃହତ୍ତମ ସଂଘୀୟ ରାଷ୍ଟ୍ର। କାରଣ ଭାରତରେ କେନ୍ଦ୍ରରେ କେନ୍ଦ୍ର ସରକାର ଅଛନ୍ତି, ରାଜ୍ୟରେ ରାଜ୍ୟ ସରକାର ଅଛନ୍ତି ଏବଂ ଆମ 7ମ ଅନୁସୂଚୀରେ କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ 3ଟି ତାଲିକା ଅଛି। ସେଥିମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ। କ୍ୱେଶ୍ଚନ୍ ସେ କହିଛି କେନ୍ଦ୍ର ତାଲିକାରେ କେତୋଟି ବିଷୟ ଅଛି? ଅପସନ 99, 98, 97, 96। ଉତ୍ତର ହେଉଛି 99। ଯେ କେନ୍ଦ୍ର ତାଲିକାରେ 99ଟି ବିଷୟ ଅଛି। ଯେମିତି ଆମେ କହୁଛେ ରେଳବାଇ, ଡାକ, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଏଗୁଡ଼ା ହେଉଛି କେନ୍ଦ୍ର ତାଲିକାରେ ଥାଏ। ନମ୍ବର ସି, ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଅନୁଧ୍ୟାନ କରିବା ପାଇଁ ଗଠିତ କେଉଁ କମିଟି ପଞ୍ଚାୟତରାଜ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିଥିଲା? ଯେ ଭାରତରେ ଯୋଉ ପଞ୍ଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା, କେଉଁ କମିଟିର ସୁପାରିଶ କ୍ରମେ ହୋଇଥିଲା? ଅପସନ 1 ଅଶୋକ ମେହେଟା, ବଳବନ୍ତ ରାୟ ମେହେଟା, ସରକାରିଆ ଶରତ ପୱାର। ପିଲାମାନେ ମନେ ରଖ ଯେ ଉତ୍ତର ହେଉଛି ବଳବନ୍ତ ରାୟ ମେହେଟା। ଯେ ବଳବନ୍ତ ରାୟ ମେହେଟା କମିଟିଙ୍କ ସୁପାରିଶ କ୍ରମେ ଭାରତରେ ପଞ୍ଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। କିଏ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ? ଅପସନ 1 ଚୀନ, ରୁଷିଆ, ଭାରତ, ଆମେରିକା। ଦେଖ ପିଲାମାନେ ନିରାପତ୍ତା ପରିଷଦ ବୁଝି ଦଉଛି। ପିଲାମାନେ ଦେଖ ମିଳିତ ଜାତିସଂଘର ଗୋଟେ ଆମର 6ଟି ମୁଖ୍ୟ ଅଙ୍ଗ ଅଛି, ତା ଭିତରେ ନିରାପତ୍ତା ପରିଷଦ ଅନ୍ୟତମ। ନିରାପତ୍ତା ପରିଷଦରେ 5 ଜଣ ସ୍ଥାୟୀ ଅଛନ୍ତି ଆଉ 10 ଜଣ ଅସ୍ଥାୟୀ। ସ୍ଥାୟୀ ସଦସ୍ୟ କିଏ କିଏ? ନା ଆମେରିକା, ଚୀନ 2 ଗଲେ, ରୁଷିଆ 3, ଇଂଲଣ୍ଡ ଆଉ ଫ୍ରାନ୍ସ। ଆମେରିକା, ଚୀନ, ରୁଷିଆ, ଇଂଲଣ୍ଡ, ଫ୍ରାନ୍ସ। 3ଟି ଅପସନ ଅଛି ଭାରତ। ତେଣୁ ଭାରତ କେବେ ସଦସ୍ୟ ନୁହେଁ? ଉତ୍ତର ହେଉଛି ଭାରତ। କେଉଁଟି ସଂଘୀୟ ରାଷ୍ଟ୍ର ନୁହେଁ? ଅପସନ 1 ଇଂଲଣ୍ଡ, ଆମେରିକା, କାନାଡା, ଭାରତ। ବା କେଉଁଟି ସଂଘୀୟ ବ୍ୟବସ୍ଥା ବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଦ୍ୱାରା କେଉଁ ଦେଶରେ ଶାସନ ହୁଏ ନାହିଁ? ଉତ୍ତର ହେଉଛି ଇଂଲଣ୍ଡ। ଯୁଗ୍ମ ତାଲିକାରେ କେତେଟା ବିଷୟ ଅଛି? ଏବେ ପିଲାମାନେ କହିଲି ଆମର 3ଟି ତାଲିକା ଅଛି, କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା, ରାଜ୍ୟ ତାଲିକା। ଡିସ୍କସନ କଲେ କେନ୍ଦ୍ର ତାଲିକାରେ 99 ଅଛି, ଯୁଗ୍ମରେ କେତେଟା ଅଛି? 52, 51, 99। ଉତ୍ତର ହେଉଛି ପିଲାମାନେ 51ଟି ବିଷୟ ଅଛି। 51 52ଟି ବିଷୟ ଅଛି ଆମର ଯୁଗ୍ମ ତାଲିକାରେ। ରାଜ୍ୟରେ ଅଛି 61। ନେକ୍ସଟ, କେଉଁ ପରିବେଶ ଆନ୍ଦୋଳନରେ କେବଳ ମହିଳାମାନେ ଅଂଶଗ୍ରହଣ କରିଥିଲେ? ଯେ ଭାରତର ଯୋଉ ପରିବେଶ ଆନ୍ଦୋଳନ ହେଇଥିଲା, এই ପରିବେଶ ଆନ୍ଦୋଳନରେ କେଉଁ ପରିବେଶ ଆନ୍ଦୋଳନରେ
କେବଳ ମହିଳାମାନେ ଯୋଗ ଦେଇଥିଲେ। ଅପସନ ନର୍ମଦା ବଚାଓ, ଗନ୍ଧମାର୍ଦ୍ଦନ, ଚିପକୋ, ଉପରୋକ୍ତ ସମସ୍ତ। ପିଲାମାନେ ଦେଖ ଯେତିକି ଆନ୍ଦୋଳନ ଅଛି ସବୁ ଆନ୍ଦୋଳନରେ ମହିଳାମାନେ ଯୋଗ ଦେଇଥିଲେ, ସେଥିପାଇଁ ଉପରୋକ୍ତ ସମସ୍ତ। ନେକ୍ସଟ କ୍ୱେଶ୍ଚନ, ଇଂରେଜ ଶାସନ ସମୟରେ ବିଭାଜନ ଓ ଶାସନ ନୀତି ନିମ୍ନୋକ୍ତ ମଧ୍ୟରୁ କାହାର ପ୍ରସାର ପାଇଁ ସାହାଯ୍ୟ କରୁଛି? ତ ଡିଭାଇନ ଆଣ୍ଡ ରୁଲ, ବିଭାଜନ ଓ ଶାସନ এটা কোন ପାଇଁ ପ୍ରସାର ସାହାଯ୍ୟ କରୁଛି? ଅପସନ 1 ଧର୍ମ ନିରପେକ୍ଷତା, ସମାଜବାଦ, ସାମ୍ପ୍ରଦାୟିକତାବାଦ, ସାମାଜିକ ନ୍ୟାୟ। ଉତ୍ତର ହେଉଛି ସାମ୍ପ୍ରଦାୟିକତାବାଦ। ସାମ୍ପ୍ରଦାୟିକ ପିଲାମାନେ କାହାକୁ କହିବା ନା ଯେତେବେଳେ ଗୋଟିଏ ସମ୍ପ୍ରଦାୟର ଲୋକ ନିଜ ସମ୍ପ୍ରଦାୟକୁ ଉଚ୍ଚ ମନେ କରି ଅନ୍ୟ ସମ୍ପ୍ରଦାୟ ପ୍ରତି ଘୃଣା ବା ବିଦ୍ୱେଷ ଭାବ ଜାତ କରିବ ତାହାକୁ ଆମେ କହିବା ସାମ୍ପ୍ରଦାୟିକତାବାଦ। ନେକ୍ସଟ କ୍ୱେଶ୍ଚନ, ଡେସଙ୍କ ମତରେ ଭାରତର ଜାତି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ। ପିଲାମାନେ ମନେ ରଖୁଥାଅ, ଜାତି ଜାତି ଗୋଟେ ଭାରତରେ ଜାତି ଏକ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ବୋଲି କିଏ କହିଥିଲେ? ଅପସନ ଗାନ୍ଧୀ, ବିନୋବା ଭାବେ, ଜବାହରଲାଲ ନେହେରୁ, ଜୟପ୍ରକାଶ ନାରାୟଣ। ଉତ୍ତର ହଉଛି ପିଲାମାନେ ଜୟପ୍ରକାଶ ନାରାୟଣଙ୍କ ମତରେ ଯେ ଜାତି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ। ବିଚ୍ଛିନ୍ନତାବାଦ ଡେସର ଚରମ ରୂପ ଅଟେ। ଯୋଉ ବିଚ୍ଛିନ୍ନତାବାଦ ରହିଛି କାହାର ଚରମ ରୂପ? ଅପସନ 1 ଆଞ୍ଚଳିକତାବାଦ, ଧର୍ମ ନିରପେକ୍ଷତାବାଦ, ଜାତୀୟ ସଂଗତି, ଜାତୀୟତାବାଦ। ଉତ୍ତର ହେଉଛି ଆଞ୍ଚଳିକତାବାଦ। ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ? ଯୋଉ ଜାତିବାଦ ରହିଛି ଆମେ କେଉଁ ଉପାୟରେ ତାକୁ ପ୍ରତିରୋଧ କରିପାରିବା? ଅପସନ 1 ଆଇନଗତ ପ୍ରତିବନ୍ଧକ, ଅପସନ 2 ଧାର୍ମିକ ସଂସ୍କାର, ଅପସନ 3 ଉତ୍ତମ ପାରିବାରିକ ସମ୍ପର୍କ, ଧର୍ମ ନିରପେକ୍ଷତା ଓ ଶିକ୍ଷାର ପ୍ରସାର। ଉତ୍ତର ପିଲାମାନେ ହେଉଛି ଜାତିବାଦକୁ ଆମେ ଧର୍ମ ନିରପେକ୍ଷତା ବା ଶିକ୍ଷାର ପ୍ରସାର ଦ୍ୱାରା ଆମେ ପ୍ରତିରୋଧ କରିପାରିବା। ନେକ୍ସଟ କ୍ୱେଶ୍ଚନ, ଭାରତ ରାଷ୍ଟ୍ର ମାନଙ୍କର ଏକ ଦେଶ। ପିଲାମାନେ ମନେ ରଖ ଯେ ଭାରତ ରାଷ୍ଟ୍ର ମାନଙ୍କର ଦେଶ। ଅପସନ ସମ୍ମିଳନୀ ବା ସମଷ୍ଟି, ସଂଘ ବା ଗୋଷ୍ଠୀ। ମନେ ରଖ ଯେ ଭାରତର ସମ୍ବିଧାନର ପ୍ରଥମ ଧାରାରେ ଉଲ୍ଲେଖ କରାଯାଇଛି ଯେ ଭାରତ ହେଉଛି ରାଜ୍ୟ ମାନଙ୍କର ସମଷ୍ଟି ବା ସଂଘ। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ଭାରତ ଆକାରରେ ଡେଶ ହେଲେ ମଧ୍ୟ ପ୍ରକୃତିରେ ଡେଶ। ଭାରତ ଆକାରରେ ଡେଶ ହେଲେ ମଧ୍ୟ ପ୍ରକୃତିର ଡେଶ। ଅପସନ ଐକିକ ସଂଘୀୟ, ସଂଘୀୟ ଐକିକ, ସୀମିତ ବ୍ୟାପକ, ବ୍ୟାପକ ସୀମିତ। ଉତ୍ତର ପିଲାମାନେ ହେଉଛି ଯେ ଭାରତ ଆକାରରେ ହେଲା ବ୍ୟାପକ କିନ୍ତୁ ପ୍ରକୃତିରେ ସୀମିତ, ତେଣୁ ବ୍ୟାପକ ସୀମିତ। ନେକ୍ସଟ କ୍ୱେଶ୍ଚନ, ଭାରତ ସମ୍ବିଧାନର କେଉଁ ଧାରାରେ ବୈଦେଶିକ ନୀତି ଅଛି? 51, 48, 52, 45। ମନେ ରଖ ପିଲାମାନେ, ଭାରତ ସମ୍ବିଧାନର ଚତୁର୍ଥ ଭାଗ 51 ଧାରାରେ ବୈଦେଶିକ ନୀତି ଅଛି। ଉତ୍ତର ହେଉଛି 51। ନେକ୍ସଟ କ୍ୱେଶ୍ଚନ, ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ? ପିଲାମାନେ ମନେ ରଖିଥାଅ ଯେ ପଞ୍ଚଶୀଳ ନୀତିଟା 3 ମାର୍କିଆ ପରୀକ୍ଷାରେ ଆସେ। ଅପସନ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଆଉ ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ। ଉତ୍ତର ହେଉଛି ଜବାହରଲାଲ ନେହେରୁ। ପଞ୍ଚଶୀଳ ରାଜିନାମା ଯୋଉଟା 1954 ମସିହାରେ ହୋଇଥିଲା ତାର ମୁଖ୍ୟ ଥିଲେ କିଏ? ନା ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ସେତେବେଳେ ଥିଲେ ଏବଂ ଚୀନ ମଧ୍ୟରେ ଗୋଟେ ସ୍ୱାକ୍ଷରିତ କରିଥିଲେ। ତେଣୁ ଜବାହରଲାଲ ନେହେରୁ ହେଉଛନ୍ତି ପଞ୍ଚଶୀଳ ନୀତିର ପ୍ରବକ୍ତା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାର୍କର ରାଷ୍ଟ୍ର ନୁହେଁ? ପିଲାମାନେ ଦେଖ, ସାର୍କ ଯୋଉଟା କି ସାଉଥ ଏସିଆନ ଆସୋସିଏସନ ଅଫ ରିଜିଓନାଲ କର୍ପୋରେସନ, ଦକ୍ଷିଣ ଏସିଆ ଚୁକ୍ତି ସଂଗଠନ, ଆଉ ଯାହାର 8ଟି ରାଷ୍ଟ୍ର ଅଛନ୍ତି। କହୁଛି କିଏ ରାଷ୍ଟ୍ର ନୁହେଁ? ପିଲାମାନେ ଦେଖ 8ଟି କହିଦଉଛି, ତାପରେ କିଏ ହିଁ ଜାଣିବା। ପ୍ରଥମ ହେଲା ସାର୍କରେ ଅଛି ଭାରତ ରହିଛି, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ। 5ଟି ହେଲା ନେପାଳ, ଭୁଟାନ ଆଉ ମାଲଦୀପ। ତେଣୁ ଆ ଭିତରୁ କୋଉଟା ନାହିଁ ଛୁଆ? ଥାଇଲାଣ୍ଡ ଦେଖ ନାହିଁ, ଥାଇଲାଣ୍ଡ ନୁହେଁ। ଷ୍ଟାର ସଲ୍ଟ 2 କେବେ ସ୍ୱାକ୍ଷରିତ ହୋଇଥିଲା? 1970, 1973, 1979, 1990। ଉତ୍ତର ହେଉଛି 1979। କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? ଅପସନ 1 1979, 1980, 1985, 1990। ଉତ୍ତର ହେଉଛି 1990। ନେକ୍ସଟ କ୍ୱେଶ୍ଚନ, ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି ସିଟିବିଟି କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? 1990, 95, 96,
ଅନେଶତ ମନେ ସିଟିବିଟି 1996 ହୋଇଥିଲା। ନମ୍ବର 6ଟି କ୍ୱେଶ୍ଚନ କେବେ ମିଳିତ ଜାତିସଂଘ ଘୋଷଣାନାମା ହେଇଥିଲା? 1942, 43, 45, 46। ପିଲାମାନେ ମନେ ରଖୁଥାଅ ଯେ 1945 ମସିହା ଅକ୍ଟୋବର 24 ତାରିଖରେ ମିଳିତ ଜାତିସଂଘ ପ୍ରତିଷ୍ଠା ହୋଇଥିଲା। ଉତ୍ତର ପିଲାମାନେ ହଉଛି 1945। ନେକ୍ସଟ କ୍ୱେଶ୍ଚନଟା କହିଛି ଛୁଆ କେବେ ମିଳିତ ଜାତିସଂଘ ଘୋଷଣାନାମା ହେଇଥିଲା? ଏଟା ପ୍ରତିଷ୍ଠା ନୁହେଁ, ଘୋଷଣାନାମା ହେଇଥିଲା 1943ରେ। ନେକ୍ସଟ କ୍ୱେଶ୍ଚନ କେଉଁଠି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରେ ନାହିଁ? ଜଳବାୟୁ ପରିବର୍ତ୍ତନକୁ କୋଉଟା ହ୍ରାସ କରେନି? ଅପସନ ହିମସ୍ରୋତ, ବରଫର ଆବରଣ, ସାମୁଦ୍ରିକ ବରଫ, କଳକାରଖାନା। ଉତ୍ତର ହଉଛି କଳକାରଖାନା। ଏବେ ପିଲାମାନେ ଆମେ 2 ମାର୍କିଆ କ୍ୱେଶ୍ଚନ କୁ ଯିବା। ପିଲାମାନେ ମନେ ରଖୁଥାଅ ଯୋଉ 2 ମାର୍କିଆ କ୍ୱେଶ୍ଚନ ଆମକୁ 7ଟା କରିବାକୁ ପଡିବ, କିନ୍ତୁ ଆମକୁ ପାଖାପାଖି 12ଟା ଖଣ୍ଡ ଦେଇଥିବ। ବର୍ତ୍ତମାନ ପ୍ରତ୍ୟେକ ବଛା ବଛା ଯୋଉ 2 ମାର୍କିଆ ଅଛି ତୁମମାନଙ୍କ ସହିତ ଆଲୋଚନା କରୁଛି। ପ୍ରଥମ କ୍ୱେଶ୍ଚନ ପିଲାମାନେ କହିଛି ଯୁଗ୍ମ ତାଲିକା। ପିଲାମାନେ ମୁଁ ଏବେ ବୁଝେଇଥିଲି ଯେ ଆମର 3ଟି ତାଲିକା ରହିଛି, କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା, ରାଜ୍ୟ ତାଲିକା ଏବଂ ଉତ୍ତର ଆମର ଅଛି ଯୁଗ୍ମ ତାଲିକା। ମନେ ରଖୁଥାଅ ଯେଉଁ ତାଲିକାଭୁକ୍ତ ବିଷୟ ଗୁଡିକ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ହୋଇଥାଏ ତାକୁ ବା ଯୁଗ୍ମ ତାଲିକା। ଟୋଟାଲ ଆମର ଅଛି 52ଟି ବିଷୟ ଅଛି ଯୁଗ୍ମ ତାଲିକାରେ। ଉଦାହରଣ କଣ? ବିବାହ ଓ ଛାଡପତ୍ର, ଶିକ୍ଷା, ଶ୍ରମିକ କଲ୍ୟାଣ ଇତ୍ୟାଦି। ନେକ୍ସଟ କହିଛି ମିଳିତ ସରକାର। ମିଳିତ ସରକାର ଅର୍ଥ ହଉଛି ମେଣ୍ଟ ସରକାର। ସଂସଦୀୟ ଗଣତାନ୍ତ୍ରିକ ବୈଶିଷ୍ଟ୍ୟର ମୁଖ୍ୟ ଉପାଦାନ ଗୋଟେ ହଉଛି ମେଣ୍ଟ ସରକାର। ଯେତେବେଳେ କୌଣସି ଗୋଟେ ରାଜନୈତିକ ଦଳ ଅନ୍ୟ ରାଜନୈତିକ ଦଳ ସହିତ ମିଶି ସରକାର ଗଠନ କରନ୍ତି ତାକୁ ମିଳିତ ସରକାର କୁହାଯାଏ। ଆଉ ଥରେ ଚକ ଦେଖ, 2 ବା ତତୋଧିକ ରାଜନୈତିକ ଦଳ ମିଳିତ ଭାବରେ ଏକ ମେଣ୍ଟ ସରକାର ଗଠନ କଲେ ତାକୁ କହିବା ମିଳିତ ସରକାର। ଯେମିତିକି ଆମର ବର୍ତ୍ତମାନ କେନ୍ଦ୍ରରେ ଅଛି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର, ସେଠୁ ଯୋଉଟେ ମେଣ୍ଟ ସରକାର। ପୌର ନିଗମ। ଦେଖ ଛୁଆ, ପୌର ନିଗମ ଯାହା, ପୌରପାଳିକା ତାହା, ପୌର ନିଗମ ଯାହା, କର୍ପୋରେସନ ତାହା। ସାଧାରଣତଃ ପିଲାମାନେ ସହରାଞ୍ଚଳ ସ୍ୱାୟତ୍ତ ଶାସନର ସର୍ବୋଚ୍ଚ ଅଙ୍ଗକୁ କୁହନ୍ତି ନିଗମ ବା ପୌର ନିଗମ। ଏବଂ ନିଗମର ମୁଖ୍ୟ ଅଛନ୍ତି ମେୟର। ଯୋଉ ସହର ମାନଙ୍କରେ 3 ଲକ୍ଷରୁ ଅଧିକ ଲୋକ ବାସ କରନ୍ତି ସେଇ ସହର ମାନଙ୍କରେ ନିଗମ ପ୍ରତିଷ୍ଠା ହେଇଥାଏ। ଭାରତରେ 5ଟି ମହାନଗର ନିଗମ ରହିଛି ଆମ ଭାରତ ହଉଛି ଓଡିଶାରେ, ଏବଂ ନିଗମର ମୁଖ୍ୟ ହେଲେ ମେୟର। ନାରୀବାଦ। ପିଲାମାନେ ଦେଖ, ନାରୀବାଦ କାହା କହିବା ନା ପୁରୁଷ ମାନଙ୍କ ସହିତ ସମକକ୍ଷ କରି ନାରୀ ମାନଙ୍କୁ ସମାଜ ସ୍ରୋତରେ ଆଗେଇ ନବାକୁ ଯୋଉ ଆନ୍ଦୋଳନ ହୋଇଥିଲା ତାକୁ ନେଇ ନାରୀ ଆନ୍ଦୋଳନ। ସାଧାରଣତଃ ନାରୀବାଦ ହେଉଛି ନାରୀ ମୁକ୍ତି। ଏହା ପୁରୁଷ ପ୍ରାଧାନ୍ୟ ସମାଜକୁ ବିରୋଧ କରିଥାଏ ଏବଂ ପୁରୁଷ ପ୍ରଧାନ ସମାଜର ଅତ୍ୟାଚାରକୁ ଦୂର କରି ନାରୀ ମାନଙ୍କୁ ସାମାଜିକ ଆର୍ଥିକ ଦୃଷ୍ଟିକୋଣରେ ସ୍ୱାବଲମ୍ବନଶୀଳ କରିଥାଏ। ତାହା ହେଉଛି ନାରୀବାଦ। ନେକ୍ସଟ ସିନ୍ଧୁ ନଦୀ ଜଳ ବିବାଦ। ପିଲାମାନେ ମନେ ରଖୁଥାଅ ଏଇ ସିନ୍ଧୁ ନଦ ଜଳକୁ ନେଇ ପାକିସ୍ତାନ ଆଉ ଭାରତ ମଧ୍ୟରେ ବିବାଦ ଦେଖା ଦେଇଥିଲା। 1960 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ଏହି ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ନେକ୍ସଟ ପିଲାମାନେ କ୍ୱେଶ୍ଚନ ହଉଛି ପରିବେଶ ସୁରକ୍ଷା ଆନ୍ଦୋଳନ। ମନୁଥା ପିଲାମାନେ ଯେ ଦେଶର ଶିଳ୍ପର ବିକାଶ ଓ ନଦୀବନ୍ଧ ନିର୍ମାଣ ବେଳେ ଜଙ୍ଗଲ କ୍ଷୟ ହେବା ସହିତ ପରିବେଶ ପ୍ରଦୂଷଣର ସମ୍ଭାବନା ଦେଖାଯାଏ ଏବଂ ଏହି ପରିବେଶକୁ ସୁରକ୍ଷା କରିବା ପାଇଁ ଯେ ଆନ୍ଦୋଳନ ହୋଇଥାଏ ତାକୁ କୁହନ୍ତି ପରିବେଶ ସୁରକ୍ଷା ଆନ୍ଦୋଳନ। ଉଦାହରଣ ଚିପକୋ ଆନ୍ଦୋଳନ, ଆପିକୋ ଆନ୍ଦୋଳନ। ନେକ୍ସଟ ମିଳିତ ଜାତିସଂଘ ଘୋଷଣାନାମା। ଦେଖ ପିଲାମାନେ 1942 ମସିହା ଜାନୁଆରୀ 1 ତାରିଖରେ 26ଟି ରାଷ୍ଟ୍ରର ପ୍ରତିନିଧି ମାନେ ଆଟଲାଣ୍ଟିକ ସନନ୍ଦର ନୀତିକୁ ସମର୍ଥନ ଜଣାଇ ୱାସିଂଟନ ଠାରେ ଏକ ମିଳିତ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ଏଥିରେ ମିଳିତ ଜାତିସଂଘ ଶବ୍ଦଟି ଆମେରିକାର ରାଷ୍ଟ୍ରପତି ରୁଜଭେଲ୍ଟଙ୍କ ପ୍ରସ୍ତାବ କ୍ରମେ ପ୍ରଥମେ ବ୍ୟବହାର କରାଯାଇଥିଲା। ତାହାକୁ କୁହନ୍ତି ମିଳିତ ଜାତିସଂଘର ଘୋଷଣାନାମା।
नेक्स्ट हला छ क्वेश्चन कहिछि केंद्राभिमुखी राष्ट्र संघ। केंद्राभिमुखी राष्ट्र संघर अर्थ होछि सार्वभौम क्षुद्र और दुर्बल राष्ट्र माने निजर सामरिक सुरक्षा एवं आर्थिक प्रगति पाई अन्य देश मानक सहित वा राष्ट्र मानक सहित मिसी यदि चुक्ति वा संगठन करितांती ताको दी केंद्राभिमुखी राष्ट्र संघ वा संघराष्ट्र कहा जाए। उदाहरण कहवा सार्क कहवा मिलित राष्ट्र संघ कहवा G20 कहवा। नेक्स्ट क्वेश्चन स्टार्ट 2 सॉरी स्टार्ट 1 मनोता पिला माने एडा होची परमाणु निरोधी कार्यक्रम होइतला अस्त्र को नियंत्रण करबा पई आंतर्जातिक स्तर रे विभिन्न चुक्ति होइतला सेति मध्यरो स्टार्ट 1 अन्यतम 1990 मसिया मे 30 तारिख रे 30 तारिख दिन युक्तराष्ट्र अमेरिका और रूस मध्य गोटे आक्रमणात्मक गण विध्वंसी अस्त्र शस्त्र ह्रास करने गोटे चुक्ति होता स्टार्ट 1 नाम। नेक्स्ट क्वेश्चन से कही अस्त्र शस्त्र प्रतियोगिता लक्ष्य क जो प्रत्येक देश मान मध्य जो अस्त्र शस्त्र प्रतियोगिता हुए तार लक्ष्य कौन अच्छी। प्रथम लक्ष्य हूँ जातीय स्वार्थ और जातीय निरापत्ता रक्षा करवा जे जातीय स्वार्थ और जातीय निरापत्ता रक्षा करवा। द्वितीय पॉइंट क्षमतार संतुलन भारसाम्य रक्षा करवा। लास्ट क्वेश्चन छुआ दी मारिकार असरंती संपद आम छुआटी बेले पढ़ीचे जो संपद व्यवहार कले सरे नहीं ताकू असरंती संपद कह जाए। आउ थे पिला माने को देखो जो संपद गुड़ी को मनुष्य द्वारा बा मनुष्य समाज द्वारा बहुल व्यवहार कले संपद विलय हो न थाए ताकू असरंती संपद कहवा। उदाहरण सौर संपद जल संपद वायु संपद। एबे पिला माने आमे आलोचना करिबा ग्रुप सी जोटार 3 मार्किया क्वेश्चन अछि। पिला माने मन रखताओ 3 मार्किया क्वेश्चन जे हमको देइछि 3 × 7 7टा करिया पाई देइतिबो 60 रु 80 शब्द रे लिखिया पाई पड़िबो एवं अधिक देइतिबो 12टा ता भितर आमे 7टा करिबा। देखो मु गोटिए परे गोटिए बुझि दउछु। प्रथम हला विश्व बैंक रो कार्यावली पिला मन मत विश्व बैंक रो कार्यावली रो मुख्य पॉइंट हला उत्पादन हार वृद्धि पाई यह कम सुदरे राष्ट्र मान को ऋण देता है। नेक्स्ट पॉइंट चुक्ति अनुसार ऋण प्रदान ऋण परिशोध उपरे विश्व बैंक गुरुत्व वहन करता है। थर्ड पॉइंट यह कृषि ग्राम्य विकास शक्ति शिक्षा स्वास्थ्य परिवार कल्याण रेलपथ और जोगाजोग ऋण देता है। द्वितीय क्वेश्चन ग्राम पंचायत लक्ष्य पिला मन देखो ग्राम पंचायत लक्ष्य प्रथम पॉइंट क्षमतार विकेंद्रीकरण करवा। द्वितीय पॉइंट सरकार आसुवा अनुदान को समस्त लोक निकट में पहुंचेवा। तृतीय पॉइंट जे शासन क्षेत्र में ग्रामांचल लोक माने अंशग्रहण करेंगे से गुरुत्व दवा। नेक्स्ट केंद्र तालिका जुगम पिला मन देखो केंद्र तालिका रे 69 विषय रही। प्रथम पॉइंट राज्य तालिका रे 61 विषय रही। द्वितीय पॉइंट केंद्र तालिकार आईन गुड़ी को केंद्र सरकार प्रणान करेंगे राज्य तालिकार आईन गुड़ी को राज्य सरकार प्रणान करेंगे। थर्ड पॉइंट केंद्र सरकार जदि केंद्र तालिका कथा कहवा रेलवाई डाक विभाग वाला जदि राज्य तालिका कृषि मत्स्य संपद। नेक्स्ट क्वेश्चन विस्थापन विरोधी आंदोलन आभिमुख्य देखो पिला माने के विस्थापन का कहवा मन रखता जो नर्मदा नदी उपरे सरदार सरोवर डैम है से पाख अंचल लोक मान गोटे स्थान अन्य स्थान को जीवाई कहुला। गोटे स्थान अन्य स्थान को आम जा बसति स्थापन कले विस्थापन से जो आंदोलन है विस्थापन विरोधी आंदोलन कह जाए। तेणु नर्मदा बचाओ आंदोलन विस्थापन विरोधी आंदोलन उदाहरण। नेक्स्ट क्वेश्चन आंचलिकतावाद विकास कारण कौन पाई आंचलिकतावाद सृष्टि होछि। पिला मन देखो आंचलिकतावाद का कहवा ना निज अंचल को भल पाई अन्य अंचल प्रति घृणा भेदभाव जात गले ता कहवा आंचलिकतावाद। तेणु आंचलिकतावाद प्रतिबंधक गुड़िक प्रथम पॉइंट या विच्छिन्नतावादी चिंताधारा सृष्टि करुछि। द्वितीय पॉइंट होछि जातीय स्वार्थ को गुरुत्व देउ नाही।
ତୃତୀୟ ଆନ୍ତଃରାଜ୍ୟ ବିବାଦ ସୃଷ୍ଟି କରୁଛି। ନେକ୍ସଟ ଯୌତୁକ ବିରୋଧୀ ଆନ୍ଦୋଳନ। ଦେଖ ପିଲାମାନେ ଯୋଉ ଯୌତୁକ ବିରୋଧୀ ଆନ୍ଦୋଳନ ଭାରତରେ ଏଇଟା ଗୋଟେ ଘୂଣ୍ୟ ପ୍ରଥା ବା ସମସ୍ୟା। ସାଧାରଣତଃ ନାରୀମାନଙ୍କୁ ଯୌତୁକ ବାବଦ ପାଇଁ ଯୋଉ ନିର୍ଯାତନା କରାଯାଏ ତାକୁ ଯୌତୁକ ବିରୋଧୀ ଆନ୍ଦୋଳନ କୁହାଯାଏ। କିନ୍ତୁ ସମ୍ବିଧାନର ଆମର 1961 ମସିହାରେ ଯୌତୁକ ନିରୋଧ ଆଇନ ହୋଇଥିଲା ଏବଂ ସେଥିପାଇଁ ଯୌତୁକ ନିରୋଧ କିପରି ହେଇପାରିବ, ଯୌତୁକ ବିରୋଧୀ ବା ଯୌତୁକ ନାରୀମାନଙ୍କୁ କିପରି ଯୌତୁକ ମୁକ୍ତ କରାଯିବ ସେଥିପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସଂଗଠନ କାର୍ଯ୍ୟକାରୀ କରୁଛନ୍ତି ଏବଂ 1961 ମସିହାରେ ସଂସଦରେ ପ୍ରଣୀତ ହୋଇଥିବା ଯୌତୁକ ଆଇନକୁ 1984 ମସିହାରେ ମଧ୍ୟ ସଂଶୋଧନ କରାଯାଇଥିଲା। ଦକ୍ଷିଣ ଏସିଆ ଚୁକ୍ତି ସଂଗଠନ ବା ସାର୍କ। ମନୋକ୍ତ ପିଲାମାନେ ସାର୍କରେ 8ଟି ରାଷ୍ଟ୍ର ଅଛନ୍ତି ଯାହାର ମୁଖ୍ୟ କାର୍ଯ୍ୟାଳୟ ନେପାଳର କାଠମାଣ୍ଡୁରେ ଅବସ୍ଥିତ। ପରସ୍ପର ମଧ୍ୟରେ ସାମାଜିକ, ଆର୍ଥିକ ଏବଂ ବାଣିଜ୍ୟଗତ ପ୍ରସାର କରିବା ପାଇଁ ସାର୍କଟି ଗଠିତ ହୋଇଛି। ସଦସ୍ୟ ରାଷ୍ଟ୍ର ହେଲେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ପାକିସ୍ତାନ, ମାଲଦ୍ୱୀପ, ନେପାଳ ଆଉ ଭୁଟାନ। ନେକ୍ସଟ ହେଲା ନିରାପତ୍ତା ପରିଷଦର ଗଠନ କାର୍ଯ୍ୟାବଳୀ। ପିଲାମାନେ ମନେ ରଖିଥାଅ, ଯୋଉ ନିରାପତ୍ତା ପରିଷଦର ଟୋଟାଲ ସଦସ୍ୟ ଅଛନ୍ତି 15, ସେଥିମଧ୍ୟରୁ 5 ଜଣ ସ୍ଥାୟୀ ଏବଂ 10 ଜଣ ଅସ୍ଥାୟୀ। ତେଣୁ ତାଙ୍କର କାର୍ଯ୍ୟ କଣ ନା ଆଲୋଚନାମୂଳକ କାର୍ଯ୍ୟ, ନିଷ୍ପତ୍ତି ନେବ, କାର୍ଯ୍ୟକାରୀ କରିବାର କାର୍ଯ୍ୟ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ। ନେକ୍ସଟ ହେଲା ଆନ୍ତର୍ଜାତିକ ନ୍ୟାୟାଳୟ। ଛୁଆ ଏଇଟା ପରୀକ୍ଷାର ଯେତିକି ଛୁଆ କ୍ୱେଶ୍ଚନ ମୁଁ କହୁଛି କାଗଜରେ ଲେଖି ଦେଇଥିବ, ପରୀକ୍ଷାରେ ନ ଆସିଲେ ମତେ କମେଣ୍ଟ ଦବ ଏଇ କ୍ୱେଶ୍ଚନ ଗୁଡିକ ଆସୁଛି କି ନାହିଁ। ଆନ୍ତର୍ଜାତିକ ନ୍ୟାୟାଳୟ ଯାହାର ମୁଖ୍ୟ କାର୍ଯ୍ୟାଳୟ ଅଛି ନେଦରଲ୍ୟାଣ୍ଡର ଦି ହେଗ୍ ସହରରେ। ଟୋଟାଲ ଆମର 15 ଜଣ ବିଚାରପତି ଅଛନ୍ତି, ତାଙ୍କର କାର୍ଯ୍ୟକାଳ 9 ବର୍ଷ। ନେକ୍ସଟ କ୍ୱେଶ୍ଚନ ଏନପିଟି, ପରମାଣୁ ଅପ୍ରସାର ଚୁକ୍ତି ଏନପିଟି ର ଗୁରୁତ୍ୱ। ପିଲାମାନେ ମନେ ରଖିଥାଅ ଯେ ଆମେରିକା ଓ ରୁଷ ମଧ୍ୟରେ 1968 ମସିହା ମାର୍ଚ୍ଚ 11 ତାରିଖରେ ଏନପିଟି ସ୍ୱାକ୍ଷରିତ ହୋଇଥିଲା ଏବଂ ସାଧାରଣତଃ ଆଣବିକ ଅସ୍ତ୍ରଶସ୍ତ୍ରକୁ ନିରୋଧ କରିବା ପାଇଁ ଏହି ଚୁକ୍ତିଟି ହେଇଥିଲା। ନେକ୍ସଟ ହେଲା ସିଆଟୋ। ସିଆଟୋର ଓଡ଼ିଆ ଛୁଆ ହେଉଛି ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ, ଯାହାକି 1954 ମସିହା ସେପ୍ଟେମ୍ବର 8 ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଗଠିତ ହୋଇଥିଲା। ସିଆଟୋ ବା ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ 1954 ସେପ୍ଟେମ୍ବର 8। କିଏ ସଭ୍ୟ ଥିଲେ? ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ ଆଦି ଦେଶ ଥିଲେ। ନେକ୍ସଟ କ୍ୱେଶ୍ଚନ, ବ୍ୟାପକ ପରମାଣୁ ପରୀକ୍ଷଣ ନିଷିଦ୍ଧ ସନ୍ଧିର ବୈଶିଷ୍ଟ୍ୟ ଗୁଡିକ ଲେଖ। ପ୍ରଥମ ପଏଣ୍ଟ ହେଲା ସମସ୍ତ ଦେଶ ଦ୍ୱାରା ଯେକୌଣସି ପ୍ରକାର ପରମାଣୁ ପରୀକ୍ଷଣ କରିବା ପାଇଁ ନିଷେଧ କରାଯିବ। ଦ୍ୱିତୀୟ ପଏଣ୍ଟ, ଏହି ସନ୍ଧିର ଉଲ୍ଲଂଘନ ରୋକିବା ପାଇଁ ଆନ୍ତର୍ଜାତିକ ଅନୁସନ୍ଧାନ ବ୍ୟବସ୍ଥାର ସ୍ଥାପନା କରିବା। ତୃତୀୟ ପଏଣ୍ଟ, ସନ୍ଧିର ହସ୍ତାକ୍ଷର କରିଥିବା ପରମାଣୁ ଶସ୍ତ୍ରବିହୀନ ରାଷ୍ଟ୍ରର ପରମାଣୁ ଗବେଷଣାଗାର ଏବଂ ପରମାଣୁ କେନ୍ଦ୍ର ଉପରେ ନଜର ରଖିବା। ଏବେ ପିଲାମାନେ ଆମେ ୟୁନିଟ୍ ଗ୍ରୁପ ଡି କୁ ଯିବା, ଯୋଉଠାରେ ପାଖାପାଖି ଲଙ୍ଗ କ୍ୱେଶ୍ଚନ ଆସିଥିବ। ଆମକୁ 3ଟି ଲଙ୍ଗ କ୍ୱେଶ୍ଚନ ଦେଇଥିବ, ଆମେ ବା 6ଟି ପିଲାମାନେ ଦେଇଥିବ, ତା ଭିତରୁ 3ଟି କରିବା 8 ମାର୍କ। ପ୍ରଥମ କ୍ୱେଶ୍ଚନ ଏ ବର୍ଷର ଇମ୍ପୋର୍ଟାଣ୍ଟ ପିଲାମାନେ ହଉଛି ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥାର କାର୍ଯ୍ୟକାରିତା ବିଷୟରେ ଆଲୋଚନା କର। ଦ୍ୱିତୀୟ ପଏଣ୍ଟ ପିଲାମାନେ ଅଛି କ୍ୱେଶ୍ଚନ ଅଛି ଗ୍ରାମ ପଞ୍ଚାୟତର ଗଠନ ଓ କାର୍ଯ୍ୟାବଳୀ। ତୃତୀୟ ପଏଣ୍ଟ ଅଛି ଯେ ଭାରତର ବିକାଶ ବିସ୍ଥାପନ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର। ଚତୁର୍ଥ କ୍ୱେଶ୍ଚନ ଲଙ୍ଗ କ୍ୱେଶ୍ଚନ ଅଛି ପରିବେଶ ଆନ୍ଦୋଳନର ଲକ୍ଷ୍ୟ, ବିକାଶ, ଯଥାର୍ଥତା ଆଲୋଚନା କର। ନେକ୍ସଟ କ୍ୱେଶ୍ଚନ ଭାରତର ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟ। ପିଲାମାନେ ଦେଖ ଏଇ କ୍ୱେଶ୍ଚନଟି ସବୁବେଳେ ଆସେ, ଏଇଥର ବି ଆସିବ ଯେ ଭାରତର ବୈଦେଶିକ ନୀତିର ବୈଶିଷ୍ଟ୍ୟ। ଲାଷ୍ଟ କ୍ୱେଶ୍ଚନ ମାନବିକ ନିରାପତ୍ତା ବିଷୟରେ ଆଲୋଚନା କର। ଏବେ ପିଲାମାନେ ମୁଁ ରାଜନୀତି ବିଜ୍ଞାନର 80 ମାର୍କର କ୍ୱେଶ୍ଚନ ଆଲୋଚନା କଲି, ଆଉ ଯଦି ଆବଶ୍ୟକ ପଡ଼ିବ ମୁଁ ମଧ୍ୟ ନୋଟ ପ୍ରୋଭାଇଡ କରିବି ଏବଂ ପରୀକ୍ଷା ପୂର୍ବରୁ ମଧ୍ୟ ଆହୁରି କ୍ଲାସ କରିବି, ଯେପରି ପଲିଟିକାଲ ସାଇନ୍ସର ଅଧିକ ମାର୍କ ରହିବ। ତେଣୁ ଯଦି ଭିଡ଼ିଓଟି ପିଲାମାନେ ଭଲ ଲାଗିଥାଏ ନିହାତି ଲାଇକ୍ କରିବ,
କମେଣ୍ଟ ନିଶ୍ଚୟ ଦେବ, ସାଙ୍ଗମାନଙ୍କୁ ସେୟାର କରିବ।